ମୁଁ 2000 ମସିହାରୁ ବହୁତ ଅଲକଡ଼ ଫିଲ୍ କଲି। ମୋ ଶରୀର ବହୁତ ଅବାଗିଆ ଅବାଗିଆ ଲାଗିଲା, ମାନେ କେମିତି ମୋର ସବୁ ଅର୍ଗାନ ମାନେ ବୋଧେ କିଛି ଖରାପ ହେଇଗଲେଣି। ତାପରେ ମୋର ନି ପେନ୍, ଜଏଣ୍ଟ ପେନ୍, ଗ୍ୟାସ୍, ବିଭିନ୍ନ ପ୍ରକାର ପ୍ରୋବ୍ଲେମ୍ ଆରମ୍ଭ ହେଇଗଲା। ମୁଁ କେମିତି ସୁସ୍ଥ ହେବି କ'ଣ ହେବି ଚିନ୍ତା କରିକି ମୁଁ ଠିକ୍ ମୋର 2014, 15, 16, 17, 18, 19 ଯାଏ 20 ଯାଏ ପ୍ରାୟ ମୁଁ 6-7 ବର୍ଷ ମୁଁ ମହାନଦୀ ବ୍ୟାରେଜରେ ଚାଲିଲି, କିଛି କମିଲାନି। ମୋର 112 କିଲୋ ଥିଲା, 112 କିଲୋ ମାତ୍ର 2 କିଲୋ କମିଲା। ମାନେ 6 ବର୍ଷ ଚାଲିବା ପରେ 2 କିଲୋ ଚାଲିଲା, 2 କିଲୋ କମିଲା ପରେ ମୁଁ କହିଲି କାମ ହେବ ନାହିଁ। ତେଣୁ ବାଧ୍ୟ ହେଇକି ମୁଁ ଗୋଟେ ଆୟୁର୍ବେଦିକ କମ୍ପାନୀରେ ଖାଇଲି। ତାପରେ ସେକ ଦେଲି, କାଳୁପଡ଼ା ସେକ କଲି, କୁଲେଲ ସେକ ଦେଲି, ତଥାପି କିଛି କମିଲାନି। ନି ପେନ୍, ଜଏଣ୍ଟ ପେନ୍ ପ୍ରବଳ ମାତ୍ରାରେ ବଡ଼ ଚାଲିବା ଭାରି କଷ୍ଟ ହେଇଗଲା। ଓବେସିଟି ବଢ଼ିଲା, ୟୁନିଫର୍ମ ପିନ୍ଧିବାରେ, ଡ୍ରେସ୍ ପିନ୍ଧିବା ଭାରି ପ୍ରୋବ୍ଲେମ୍ ହେଲା। ମୁଁ କ'ଣ କେମିତି କରିବି ଚିନ୍ତା କଲି। ଏ ଶରୀରକୁ ସୁସ୍ଥ ରଖିବାକୁ ଗଲେ ମୋତେ କିଛି ଗୋଟେ କରିବାକୁ ପଡ଼ିବ। ମୁଁ ସେଠୁ କ'ଣ କଲି, 2023 ଜୁଲାଇ ମାସରେ ଗୋଟେ କମ୍ୟୁନିଟି ପାଇଗଲି। ସିଏ ହେଉଛି ଦୀନବନ୍ଧୁ ସାରଙ୍କର ଘର ଡାଏଟ୍ ପ୍ଲାନ୍ ପାଇଲି। ଘର ଖାଦ୍ୟ ଖାଇକି ସୁସ୍ଥ କେମିତି ହେବି ସେଇ ପ୍ଲାନ୍ ମୋତେ ରହିଲା ପରେ ମୁଁ ମୋର ଏଠୁ ଖାଇଲି। ଠିକ୍ ମୋର 3-4-5 ମାସ ଭିତରେ, 6 ମାସ ଭିତରେ ମୋର 18 କିଲୋରୁ 20 କିଲୋ ଖଣ୍ଡେ ମୋର ଅନୱାଣ୍ଟେଡ଼ ଗ୍ରୋଥ୍ ସବୁ କମିଗଲା, ଫ୍ୟାଟ୍ କମିଗଲା। ଏବେ ମୁଁ ବ୍ଲୁ ଜୋନ୍ରୁ ଗ୍ରୀନ୍ ଜୋନ୍କୁ ଆସିଛି। ଗ୍ରୀନ୍ ଜୋନ୍ ବର୍ତ୍ତମାନ ଗ୍ରୀନ୍ ଜୋନ୍ ଆସିଲେଣି। ଏଇ 24-25ରେ ମୁଁ ଗ୍ରୀନ୍ ଜୋନ୍ରେ ପରିବର୍ତ୍ତନ ହେଉଛି। କିଛି ନାହିଁ, ମେଡ଼ିସିନ୍ ନାହିଁ, କିଛି ନାହିଁ, ଚାଲିବା ବାଲିବା କଷ୍ଟ ନାହିଁ, କିଛି ନାହିଁ, ପେନ୍ କିଛି ନାହିଁ, ମୋର ଓବେସିଟି ନାହିଁ କି ବା କୌଣସି ପ୍ରକାର ଆଉ ଆମର ନି ପେନ୍ ନାହିଁ କି କୌଣସି ପ୍ରକାର ରୋଗ ମୋ ଶରୀରରେ ନାହିଁ। ମୁଁ ପୁରା ସୁସ୍ଥ ହେଇଛି। ଆପଣମାନେ ସୁସ୍ଥ ହୁଅନ୍ତୁ।